जय जगन्नाथ। ମୁଁ ଆଜି ଗୋଟେ ନିହାତି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ପାଇଁ ଯାଉଛି, ଯେଉଁଟା ଆମ ପାଇଁ, ଆମ ସମାଜ ପାଇଁ, ପ୍ରତ୍ୟେକ ମଣିଷ ପାଇଁ ଅତ୍ୟନ୍ତ ଜରୁରୀ। ଆପଣ ଏହାକୁ ମଣିଷର ଅବିଚ୍ଛେଦ୍ୟ ଅଙ୍ଗ କହିଲେ ମଧ୍ୟ ହେବ। ଆମେ ଜାଣିଛନ୍ତି, ଆମେ ମଣିଷ। ଆମେ କ'ଣ ଖାଲି ବଞ୍ଚିଲେ ମଣିଷ ହେଇଯିବ? ମଣିଷତ୍ୱ ରହିବା ଦରକାର କି ନାହିଁ? ମଣିଷତ୍ୱ କାହାକୁ କୁହାଯାଏ? କ'ଣ ଧର୍ମକୁ ମଣିଷତ୍ୱ କୁହାଯାଏ କି? ଧର୍ମ ଆଉ ମଣିଷତ୍ୱ ମଧ୍ୟରେ ପାର୍ଥକ୍ୟ ଜାଣିନଥିବା ମଣିଷକୁ ଆମେ କେବେ ମଣିଷ କହିବା ନାହିଁ। ତ ଆମେ ମଣିଷ କାହାକୁ କହିବା? ଯାହା ଭିତରେ ମଣିଷତ୍ୱ ଅଛି। ମଣିଷତ୍ୱ ଆସିବ କେମିତି? ମଣିଷତ୍ୱ କିପରି ଆସିବ? ଯେ ମଣିଷର ବିବେକ ଖର୍ଚ୍ଚ ହେଲେ। ବିବେକ କେଉଁଠାରୁ ଜନ୍ମ ହେବ? ବିବେକ ଜ୍ଞାନରୁ ଜନ୍ମ ହେବ। ଜ୍ଞାନ କେଉଁଠାରୁ ଆସିବ? ଜ୍ଞାନ ଆଧ୍ୟାତ୍ମିକଠାରୁ ଆସିବ। ତ ଆମର ଶାସ୍ତ୍ର, ସିଦ୍ଧାନ୍ତ, ବେଦ, ଉପନିଷଦ ଅନେକ ସମୁଦ୍ର ପରି ପୁରି ରହିଛି। ଆମେ ଚାହିଁଲେ ବି ତାକୁ ପଢ଼ିକି ସାରିପାରିବା ନାହିଁ। ତ ଆମେ ଜାଣିବା କେମିତି? ତା ବୋଲି ଆମେ କ'ଣ ମଣିଷ ହେବାନି? ତା ବୋଲି ଆମ ଭିତରେ କ'ଣ ଜ୍ଞାନ ଉଦୟ ହେବନି? ତା ବୋଲି ଆମେ କ'ଣ ମଣିଷ ଭିତରେ ବିବେକ ଆସିବନି? ନା ଆମେ ମଣିଷତ୍ୱକୁ ଚିହ୍ନି ପାରିବା ନାହିଁ। ଆମେ ଚିହ୍ନିବା କେମିତି? ନା ଭଗବାନ କୃଷ୍ଣ କହିଯାଇଛନ୍ତି କ'ଣ? ନା ଭଗବତ ଗୀତା। ଭଗବତ ଗୀତାକୁ ଆମେ ଯେତେ ଥର ପଢ଼ିବା ଆମକୁ ନୂଆ ଲାଗିବ। ଭଗବତ ଗୀତା ଭିତରେ ଏହା କେବଳ ଆଧ୍ୟାତ୍ମିକତା ବା ଆଧ୍ୟାତ୍ମିକର ଏକ ପରିଭାଷା ନୁହେଁ। ଭଗବତ ଗୀତା ହେଉଛି ଆଧୁନିକ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ, ମଣିଷ ଜୀବନକୁ ଆଗକୁ ନେବା ପାଇଁ, ମଣିଷ ଯେଉଁଠାରେ ଅଛି ତା ଉପରକୁ ଯିବା ପାଇଁ ଏକ ପାହାଚ କହିଦେଲି। କ'ଣ? ଯେଉଁ ପାହାଚ ଆମକୁ ସ୍ୱର୍ଗଠାରୁ ନେଇଯାଏ। ଗୀତା, ଗୀ ଅର୍ଥ ବାଣୀ, ତା ଅର୍ଥ ଧାରଣ କରିବା। କ'ଣ? ଗୀତା ଏକ ପୁସ୍ତକ ନୁହେଁ ଯାହାକୁ ଆମେ ଧର୍ମଗ୍ରନ୍ଥ ବୋଲି ଭାବୁଛୁ। ଗୀତା କେବଳ ପୂଜନୀୟର ପୁସ୍ତକ ନୁହେଁ। ଗୀତା ଏହା ନୁହେଁ କି ଆମେ କେବଳ ଜୁହାର ହେଇକି ରଖିଦେବା। ଗୀତା ହେଉଛି ବିଜ୍ଞାନ। ଗୀତା ହେଉଛି ଶାସ୍ତ୍ର। ଗୀତା ହେଉଛି ସିଦ୍ଧାନ୍ତ। ଗୀତା ମଣିଷର ଜୀବନକୁ ପାର କରିବାର ଗୋଟେ ଡଙ୍ଗା। ଭଗବାନ କୃଷ୍ଣ ଗୀତା କହିନାହାନ୍ତି କି ଗୀତା ପଢ଼ିକି ମୋତେ ପୂଜା କର ବୋଲି। ଗୀତା ଭଗବାନ କୃଷ୍ଣ ଏକ ଯୁଦ୍ଧ ଭୂମିରେ କହିଛନ୍ତି। କୌରବ ପାଣ୍ଡବ ମଧ୍ୟରେ ହେଉଥିବା ଯୁଦ୍ଧକୁ ବଖାଣିଛନ୍ତି ଗୀତା ମଧ୍ୟରେ। ଅର୍ଜୁନକୁ ଗୀତା ମାଧ୍ୟମରେ ଜୀବନର ଶୈଳୀ ଦେଇଛନ୍ତି। କେମିତି ଏ ଜୀବନର ସଂଘର୍ଷରେ ଯୁଦ୍ଧ କରିକି ନିଜକୁ ବିଜୟ ପ୍ରାପ୍ତ କରିବା ପାଇଁ ପଡ଼ିବ, ତାହା ଭଗବାନ ଗୀତାରେ ସ୍ପଷ୍ଟ କରିଛନ୍ତି। ଆମେ କ'ଣ ସତରେ ଗୀତା ପଢ଼ିବା ଆବଶ୍ୟକ? ନା ବୁଝିବା ଆବଶ୍ୟକ? ନା ଶୁଣିବା ଆବଶ୍ୟକ? ନା ଗୀତାକୁ ନିଜ ଜୀବନରେ ବ୍ୟବହାର କରିବା ଆବଶ୍ୟକ? ଏହାର ଉତ୍ତର ହେଉଛି ଭଗବାନ ଗୀତାରେ ଯାହା କହିଛନ୍ତି, ଯାହା ପରାମର୍ଶ ଦେଇଛନ୍ତି, ଯଦି ତାଙ୍କ ବାଣୀକୁ ମାନିବା, ନିଜ ଜୀବନରେ ଲଗେଇବା, ଆମ ଜୀବନ ଅଟୋମେଟିକାଲି ପରିମାର୍ଜିତ ହୋଇଯିବ। ମୁଁ ଜଣେ ଆଧୁନିକ ମଣିଷ। ଆପଣ ଭାବୁଥିବେ ମୁଁ ଜଣେ ଆଧୁନିକ ମଣିଷ ହେଲେ ମଧ୍ୟ ମୁଁ କ'ଣ ଗୀତା ବିଷୟରେ କହୁଛି? କ'ଣ ମଣିଷ ଜୀବନରେ ଆଧୁନିକତାର ଆବଶ୍ୟକତା ନାହିଁ କି? ନା ଆମେ କ'ଣ ସେ ପୁରାତନ ମଣିଷ ଯେଉଁ ଆଜିକାଲି ଯେଉଁ ଇଂରାଜୀ କହୁଛନ୍ତି ଆନସିଏଣ୍ଟ ହ୍ୟୁମାନ୍? ଏହା ହେଉଛି ଭୁଲ। କାରଣ ମଣିଷ ଯେତେବେଳେ ମଣିଷତ୍ୱକୁ ପ୍ରାପ୍ତ କରେ ତା ଭିତରେ ଜ୍ଞାନ ଦରକାର। ଜ୍ଞାନର ସର୍ବଶ୍ରେଷ୍ଠ ମାର୍ଗ ହେଉଛି ଆଧ୍ୟାତ୍ମିକତା। ଆଧ୍ୟାତ୍ମିକତାର ସର୍ବଶ୍ରେଷ୍ଠ ମାର୍ଗ ହେଉଛି ଭକ୍ତି। ଭକ୍ତି କେଉଁଠୁ ଆସେ? ନା ମନ ଭିତରେ ଏତେ ବିବେକ ଆସେ। ବିବେକ କେଉଁଠୁ ଆସେ? ନା ମନ ଭିତରେ ଚେତନା ସୃଷ୍ଟି ହୁଏ। ଚେତନା କେଉଁଠୁ ଆସେ? ନା ମନ ଭିତରେ ଆଧ୍ୟାତ୍ମିକ ସୃଷ୍ଟି ହୁଏ। ଏହା ଗୋଟେ ସାଇକେଲ ଭଳିଆ ଲାଗୁଛି ବା ବୃତ୍ତାକାର ଭଳିଆ ଲାଗୁଛି। କାରଣ ଭଗବାନ ଏମିତି ଗୋଟେ ଚକ୍ର ଦେଇଛନ୍ତି ଆମ ଭିତରେ, ଯାହାକୁ ଶୁଣିଲା ପରେ ପରେ ଆମ ମଣିଷ ଜୀବନ ପରିବର୍ତ୍ତନ ହୋଇଯିବ। ବେଶୀ କିଛି କହିବା ପାଇଁ ଚାହୁଁନାହିଁ। ମୋର କହିବାର ଗୋଟେ ଉଦ୍ଦେଶ୍ୟ ହେଉଛି ଆମ ଜୀବନକୁ ଆମେ ଯେପରି ସଫଳ କରିବା ପାଇଁ ଚାହିଁବା, ସୁନ୍ଦର କରିବା ପାଇଁ ଚାହିଁବା, ସରସ କରିବା ପାଇଁ ଚାହିଁବା, ତାହେଲେ ଭଗବାନ ଯେଉଁ ଗୀତା କହିଯାଇଛନ୍ତି ପ୍ରଥମ ଅଧ୍ୟାୟରୁ ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଆମେ ନିଜକୁ ଅର୍ଜୁନ ବୋଲି ଭାବିବା। ଗୀତାର ପ୍ରତ୍ୟେକ ଶ୍ଲୋକକୁ, ଗୀତାର ପ୍ରତ୍ୟେକ ଉତ୍ତରକୁ ଭଗବାନଙ୍କର ପରାମର୍ଶ, ଭଗବାନଙ୍କର ଆଦର୍ଶ ବା ଭଗବାନଙ୍କ ଉପଦେଶ ବୋଲି ମାନିବା।
अर्थात अर्जुन हूँ आम समस्या आ गीतार उत्तर होची बा गीतार श्लोक होची आम समाधान ताकू जदि आम जीवन में लगेइबा जीवन में व्यवहार करवा गीता को मार्गदर्शन करवा ताहले आम जीवन परिवर्तन हो जिवो। कारण गीतार लास्ट भगवान कही सारी जत्र जोगेश्वर कृष्ण जत्र पार्थ धनुर्धर तत्र श्री विजय वृत्ति ध्रुवा नीतिर्मतिर्मम। आसतु आमे भगवद गीता को सबुदिन गोटे श्लोक निज जीवन में ये श्लोकटी केमिति अपरिहार्य निज जीवन में गीतार ये श्लोकटी केमिति आमे जीवन में लगे पारिबा ये श्लोकटी को आमे केमिति आम जीवन में लगे जीवन को सहज सुंदर करिपरिबा से भली भाव में सबुदिन गोटे गोटे श्लोक आवृत्ति करवा तार अर्थ बुझा आउ यह आम मनुष्य जीवन में केमिति व्यवहार हो पार ताकू मध्य बुझा आम जीवन को सहज सुंदर मधुमय करवा। जय श्रीकृष्ण जय जगन्नाथ।